ଆପଣ ଆପଣଙ୍କର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚାହୁଁଛନ୍ତି, ଭଲ ନମ୍ବର ରଖିବାକୁ ଚାହୁଁଛନ୍ତି, ପରିଶ୍ରମ କରୁଛନ୍ତି, ପାଠ ପଢ଼ୁଛନ୍ତି ଏବଂ ସେଇ ପରିଶ୍ରମକୁ ଆପଣ ଆପଣଙ୍କ ରେଜଲ୍ଟରେ ଢାଳିବା ପାଇଁ ଚାହୁଁଛନ୍ତି। କ'ଣ କରିବେ? ଯେଉଁଦିନ ଆପଣଙ୍କର ଯେଉଁ ପେପର୍ ଥିବ, ମନେକର ଫିଜିକ୍ସ ଅଛି, ମ୍ୟାଥ୍ ଅଛି, କେମିଷ୍ଟ୍ରି ଅଛି, ସେହିଦିନ ପାହାନ୍ତିଆ 3ଟାରୁ ଉଠିବେ। ଆପଣଙ୍କର ଟେବୁଲ ଉପରେ ସେଇ ବହିଟିକୁ ରଖିବେ, ପଢ଼ା ଟେବୁଲ ଉପରେ ସେ ବହିଟିକୁ ରଖିବେ ଏବଂ ଅନ୍ୟପଟେ ଗୋଟେ ମାଟି ପାତ୍ରରେ 5ଟା ଲବଙ୍ଗ, 5ଟା ଆଳତି କର୍ପୂର ଏବଂ ଛୋଟ ଛୋଟ 5 ଖଣ୍ଡ ଫଟିକ, ଆମର ଯେଉଁ ଫିଟକିରି କହୁଛନ୍ତି, ତାକୁ ନେବେ। ତାକୁ ଜଳେ, ସେ ଯେଉଁ ମାଟି ପାତ୍ର ଥିବ, ଫଟିକ ଆଉ ଆମର ଲବଙ୍ଗ ଏବଂ କର୍ପୂର ତାକୁ ଜଳେଇ ଦେବେ। ଏହା ଜଳିବା ସମୟରେ ଆପଣଙ୍କ ଯେଉଁ ବହିଟିକି ରଖିଥିବେ ତାକୁ 7 ଥର ତାର ଆଳତି କରିବେ ଏବଂ ଆଳତି ସରିଲା ପରେ ସେ ବହିଟିକୁ ଆପଣ ଯାହା ଯାହା ଆପଣଙ୍କର କୋର୍ସରେ ଅଛି ତାକୁ ଓଲଟେଇବେ, ଦେଖିବେ। ମାନେ ଯାହା ପରୀକ୍ଷା ଆପଣଙ୍କର କୋର୍ସ ଅଫ୍ ଷ୍ଟଡ଼ି ଅଛି ତାକୁ ଦେଖିକି ପଢ଼ିକି ଯିବେ। ଆପଣ ଯାହା ପଢ଼ିଥିବେ, ଯାହା ଦେଖିଥିବେ, ସେଥି ଭିତରୁ ଆପଣଙ୍କର ତାହା ସବୁ ଆପଣଙ୍କର ମାଇଣ୍ଡରେ ପ୍ରିଣ୍ଟ ଆଉଟ୍ ହେବ ଏବଂ ଆପଣ ଦେଖିବେ। এই ଉପାୟଟି କରିକି ଦେଖନ୍ତୁ, ଅତ୍ୟନ୍ତ ଚମତ୍କାରୀ ଉପାୟ। ଆପଣ ଏକ୍ଜାମରେ ବହୁତ ଭଲ ଭାବେ ଲେଖିପାରିବେ, ଆପଣଙ୍କ ରିଟେନ୍ଟିଭ୍ ମେମୋରି ବହୁତ ସାର୍ପ ହେବ ଏବଂ ଭଲ ରେଜଲ୍ଟ ଆପଣଙ୍କର ହେବ।